ନମସ୍କାର ସାଙ୍ଗମାନେ ଉଦୁଉଦିଆ ଖରାବେଳରେ ଆମେ ସମସ୍ତେ ବାହାରି ଯାଇଥିଲୁ କିଛି ଜିନିଷ ସପିଂ କରିବା ପାଇଁ। କାହିଁକି ନା ଆଗକୁ ଆସୁଛି ମୋ ପୁଅ ଇଭାନର ପ୍ରଥମ ଜନ୍ମଦିନ। ତାର ତ ଜନ୍ମଦିନ ବହୁତ ହିଁ ସ୍ପେଶାଲ ହେବାର ଅଛି। ତ ଆପଣମାନେ ଯଦି ଜାଣିବା ପାଇଁ ଚାହୁଁଛନ୍ତି ତା ଜନ୍ମଦିନ ଆମେ କେମିତି ପାଳନ କଲୁ କ'ଣ କଲୁ, ତ ସେଥିପାଇଁକା ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ଏଇଠି ଆମେ ଆସି ପହଞ୍ଚି ଯାଇଥିଲୁ ତାରିଣୀ ବସ୍ତ୍ରାଳୟରେ, କାହିଁକି ନା ଆମକୁ କିଛିଟା ଶାଢ଼ୀ କିଣିବାର ଥିଲା। ତ ପ୍ରଥମେ ତ ମୋ ଶାଢ଼ୀ ପାଇଁକା ଆମେ ଯାଇଥିଲୁ, ସେଇଟା ତ ସରପ୍ରାଇଜ ରହିବ, ଆପଣମାନେ ଦେଖିବେ ପାର୍ଟିରେ। ତାପରେ ମମିଙ୍କ ପାଇଁକା ଶାଢ଼ୀ କିଣିବା ପାଇଁ ଯାଇଥିଲୁ। ଏଠି ଶାଢ଼ୀ କିଣାକିଣି କରିବା ମଝିରେ ଆସିଯାଇଥିଲେ ଚିଣ୍ଟୁ ଭାଇ। ଦେଖନ୍ତୁ ସେ କେମିତି ପୁଅ ସହ ଲାଗୁଛନ୍ତି। ସେ ଯେତେବେଳେ ବି ପୁଅ ସହ ଲାଗିଲେ ପୁଅ ସବୁବେଳେ ହିଁ କାନ୍ଦିଲା, କ'ଣ ପାଇଁ କାନ୍ଦେ କେଜାଣି। ତାପରେ ଏଠି ଆମେ ସ୍ୱାମୀଙ୍କ ପାଇଁକା ଡ୍ରେସ୍ କିଣିବା ପାଇଁକା ଆସିଯାଇଥିଲୁ। ଦେଖିବେ ସେ ଏବେ କେମିତି ଡ୍ରେସ୍ ପିନ୍ଧିକି ମିରର ଆଗରେ ଷ୍ଟାଇଲ ମାରିବେ। କିଣାକିଣି ମଜାମସ୍ତି ଭିତରେ ଆମକୁ ଲାଗିଯାଇଥିଲା ଟିକେ ଭୋକ। ଖାଲି ତ ବୁଲାବୁଲି କିଣାକିଣି କଲେ ହେବନି, ପେଟ ପୂଜା କରିବା ତ ନିହାତି ଦରକାର। ତ ସେଥିପାଇଁକା ଆମେ ଫାଷ୍ଟ ଖାଇଥିଲୁ ମୋମୋ, ତାପରେ ଖାଇଥିଲୁ ଗୁପଚୁପ୍। ଏବେ ଚାଲନ୍ତୁ ଦେଖିବା ଆମେ କୁଆଡ଼େ ଯାଉଛୁ। ତାପରେ ଖିଆପିଆ ସରି ସାରିଲା ପରେ ଆମେ ଆସି ପହଞ୍ଚି ଯାଇଥିଲୁ ମାର୍କେଟ ବିଲ୍ଡିଂ। ମୁଁ ଥକା ମାରିକି ବସି ଯାଇଥିଲି, କାହିଁକି ନା ସ୍ୱାମୀ କହିଥିଲେ କି ୟା ଭିତରେ କୁଆଡ଼େ 2000 3000 ଦୋକାନ ବଜାର ଅଛି। ତ ସେଥିପାଇଁ ଏତେ ଦୋକାନ ବୁଲି ବୁଲିକା ପୁରା ହାଲିଆ ମଣିଷ ହେଇଥିଲା। ତ ସବୁ ଜିନିଷ ଆମେ କିଣିଲୁନି, ଯାହା ବି ଜିନିଷ ସବୁ ତ ଜିନିଷ ଗୋଟେ ଜାଗାରେ ନଥାଏ ନା। ତ କିଣାକିଣି ସାରିଲା ପରେ ଆମେ ଘରକୁ ନେଇ ଆସିଥିଲୁ ନାନ୍ ଆଉ ତଡ଼କା। ତ ଖାଇ ପିଇକି ଶାନ୍ତିରେ ଶୋଇ ପଡ଼ିଥିଲୁ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।